হ্যালো ফ্রেন্ডস, ଓଡ଼ିଶାର ପ୍ରତି ଡିଷ୍ଟ୍ରିକ୍ଟରେ ହୋମଗାର୍ଡ଼ ପାଇଁ ନିଯୁକ୍ତି ଆସିଛି। ଯଦି ମିନିମମ୍ ଆପଣମାନେ ଅଷ୍ଟମ ପାସ୍ କରିଥିବେ ତ କିମ୍ବା ଦଶମ ପାସ୍ କରିଥିବେ, ମିନିମମ୍ ତ ରଖିଛି 8। ଯଦି ଅଷ୍ଟମ ପାସ୍ କରିଥିବେ ଆପଣମାନେ ପୋଷ୍ଟରେ ଆପ୍ଲାଏ କରିପାରିବେ। ପୂର୍ବ ଭିଡ଼ିଓରେ ଆମେ ଦେଖିଥିଲେ କି ପୁରୀ ଡିଷ୍ଟ୍ରିକ୍ଟ ପାଇଁ ଆସିଥିଲା 50ଟି ପୋଷ୍ଟ, ଆମର କଳାହାଣ୍ଡି ଡିଷ୍ଟ୍ରିକ୍ଟ ପାଇଁ 60ଟି ପୋଷ୍ଟ ଆସିଥିଲା। ଏବେ ଦେଖିବା ଆଉ କିଛି ଡିଷ୍ଟ୍ରିକ୍ଟରେ ପୋଷ୍ଟ ଆସି ଡାଇରେକ୍ଟ ଦେଖିବା। କାରଣ ପୂର୍ବ ଭିଡ଼ିଓରେ ମୁଁ ଡିଟେଲ୍ସ ଆଲୋଚନା କରିଥିଲି କି ଏଜ୍ କ'ଣ ରହିବ, ଏଜ୍ ତ 20ରୁ 60 ରହିବ ଏବଂ କହିଯାଇଥିଲି କି ଫିଜିକାଲ୍ ମେଜରମେଣ୍ଟ ଟେଷ୍ଟ କ'ଣ ରହିବ, କି ଏକ୍ଜାମିନେସନ୍ ପାଟର୍ନ କ'ଣ ରହିବ, କି ଫୁଲ୍ ଡିଟେଲ୍ସ ପୂର୍ବ ଭିଡ଼ିଓରେ ଆଲୋଚନା କରିଛି। ପୂର୍ବ ଭିଡ଼ିଓ ମଧ୍ୟ ଡେସ୍କ୍ରିପସନ୍ରେ ଲିଙ୍କ୍ ଦେଇଛି, ଯଦି କେହି ଦେଖିନଥିବେ ଦେଖିନେବେ। ତ ବର୍ତ୍ତମାନ ଦେଖିନେବା କେଉଁ କେଉଁ ଅଲଗା ନୂଆ ନୂଆ ଡିଷ୍ଟ୍ରିକ୍ଟ କେଉଁ କେଉଁ ଡିଷ୍ଟ୍ରିକ୍ଟରେ ଆସିଛି, ଡାଇରେକ୍ଟ ଡିଷ୍ଟ୍ରିକ୍ଟ ଦେଖିନେବା। ଦେଖନ୍ତୁ ଦେଖନ୍ତୁ ଏବେ ବାଲେଶ୍ୱର ଡିଷ୍ଟ୍ରିକ୍ଟରେ ଆସିଛି, ଯେଉଁଟା ପୂର୍ବରୁ ଆସିଥିଲା ମୁଁ କହିଥିଲି ପୁରୀ ଆଉ ଆମର କଳାହାଣ୍ଡି ପାଇଁ ଆସିଥିଲା। ବର୍ତ୍ତମାନ ଆସିଛି କ'ଣ ବାଲେଶ୍ୱର ଡିଷ୍ଟ୍ରିକ୍ଟ। ଦେଖନ୍ତୁ ବାଲେଶ୍ୱର ଡିଷ୍ଟ୍ରିକ୍ଟ ଆମେ PDF ଓପନ୍ କରି ଦେଖିଦେବା କେଉଁ କେଉଁ ମାନେ କେଉଁ କେଉଁ ଥାନାରେ ଆସିଛି। ଆଗ ଦେଖିଦେଉଛି କେଉଁ କେଉଁ ଡିଷ୍ଟ୍ରିକ୍ଟ ନେ ବାଲେଶ୍ୱର ଡିଷ୍ଟ୍ରିକ୍ଟ ପାଇଁ ବର୍ତ୍ତମାନ ଆସିଲା। ତାପରେ ଆସିଲା କଳାହାଣ୍ଡି ତ କହିଥିଲି। ଦେଖନ୍ତୁ ନୟାଗଡ଼ ଡିଷ୍ଟ୍ରିକ୍ଟ ଆସିଛି, ବାଲେଶ୍ୱର, ନୟାଗଡ଼, ପୁରୀ, କଳାହାଣ୍ଡି। ଆଉ ଦେଖିବା କ'ଣ ଅଛି ନା ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ ଅଛି, ରାଉରକେଲାରେ ମଧ୍ୟ ଅଛି। ଦେଖନ୍ତୁ ବର୍ତ୍ତମାନ ଗୋଟିଏ ଦେଖିଦେଲେ ସୁନ୍ଦରଗଡ଼, ରାଉରକେଲା ଦେଖିଲେ। ପୁରୀ ଡିଷ୍ଟ୍ରିକ୍ଟ ତ ମୁଁ ଆଗରୁ କହିଦେଇଥିଲି ପୂର୍ବ ଭିଡ଼ିଓରେ। ଏପଟେ ଦେଖନ୍ତୁ ନୟାଗଡ଼ ଡିଷ୍ଟ୍ରିକ୍ଟ ରହୁଛି, ସେମିତି ସବୁ ଦେଖିନେବେ। କଳାହାଣ୍ଡି ଡିଷ୍ଟ୍ରିକ୍ଟ ରହୁଛି, ତ ଏଠି ରଖୁଛି କ'ଣ ନା ବାଲେଶ୍ୱର ଡିଷ୍ଟ୍ରିକ୍ଟ। ଏଇ ବର୍ତ୍ତମାନ ଗୋଟାଏ PDF ଓପନ୍ କରି ଦେଖିବା। ଏଇ ବାଲେଶ୍ୱର ଡିଷ୍ଟ୍ରିକ୍ଟ ଯେଉଁ PDF ଅଛି ଏଇଟା ଓପନ୍ କରି ଦେଖିବା। ତ ଏଇ ବାଲେଶ୍ୱର ଡିଷ୍ଟ୍ରିକ୍ଟ ନୋଟିଫିକେସନ୍ ଉପରେ କ୍ଲିକ୍ କରିବା। ଦେଖନ୍ତୁ ବାଲେଶ୍ୱର ଡିଷ୍ଟ୍ରିକ୍ଟ ଉପରେ ଓପନ୍ କଲେ ଏଇଭଳି କିଛି ପେଜ୍ ଓପନ୍ ହେବ। ଦେଖନ୍ତୁ ବାଲେଶ୍ୱର ଡିଷ୍ଟ୍ରିକ୍ଟରେ କେତୋଟି ପୋଷ୍ଟ ଆସିଛି ଟୋଟାଲ୍ ନା ଏଠାରେ ମେନ୍ସନ୍ କରାଯାଇଛି। ବାଲେଶ୍ୱର ଡିଷ୍ଟ୍ରିକ୍ଟରେ ଗୃହ ରକ୍ଷୀ ପାଇଁ ଆସିଛି 158ଟି ପୋଷ୍ଟ ଏବଂ ବାଲେଶ୍ୱର ଡିଷ୍ଟ୍ରିକ୍ଟରେ ଆସିଛି କେବଳ ବାଲେଶ୍ୱର ପିଲା ହିଁ ଏଥିରେ ଆପ୍ଲାଏ କରିପାରିବେ। ଗୃହ ରକ୍ଷୀ ପାଇଁ ଆସିଛି 158ଟି ପୋଷ୍ଟ ଆଉ ସାଧାରଣ ମାନେ ହୋମଗାର୍ଡ଼ ପାଇଁ ଆସିଛି 9 ଜଣ ମହିଳା ଫିମେଲ୍। ଟୋଟାଲ୍ ଅଛି କେତେଟି ପୋଷ୍ଟ? ଟୋଟାଲ୍ 167ଟି ପୋଷ୍ଟ ଅଛି। ଦେଖନ୍ତୁ ଟୋଟାଲ୍ 167ଟି ପୋଷ୍ଟ ଅଛି, 167 ପୋଷ୍ଟ ହିଁ ଅଛି। ଯଦି ଆପଣମାନେ ଏଜ୍ 40ରୁ 60 ଭିତରେ ହେଇଥିବେ ଓଡ଼ିଶା ପିଲା ଆପ୍ଲାଏ କରିପାରିବେ। ଏଜୁକେସନ୍ କ୍ୱାଲିଫିକେସନ୍ ମୁଁ କହିଛି ମିନିମମ୍ 5th କ୍ଲାସ୍ ବା ଅଷ୍ଟମ କ୍ଲାସ୍ ମାଗୁଛି। ଅଷ୍ଟମ ଦଶମ ଥିଲେ ଆପଣ ଏଥିରେ ଆପ୍ଲାଏ କରିପାରିବେ। ସେମିତି ଅଲଗା ଡିଷ୍ଟ୍ରିକ୍ଟରେ ମଧ୍ୟ ଦେଖିବା କେତୋଟି ପୋଷ୍ଟ ଆସିଛି। ନା ଏବେ ଆସନ୍ତୁ ଦେଖିବା ନୟାଗଡ଼ ଡିଷ୍ଟ୍ରିକ୍ଟରେ କେତୋଟି ପୋଷ୍ଟ ଆସିଛି। ନା ନୟାଗଡ଼ ଡିଷ୍ଟ୍ରିକ୍ଟରେ ନୟାଗଡ଼ ଡିଷ୍ଟ୍ରିକ୍ଟ ଉପରେ କ୍ଲିକ୍ କରିବେ। ଦେଖନ୍ତୁ ଏଇଭଳି କିଛି ପେଜ୍ ଓପନ୍ ହେବ ଏବଂ ନୟାଗଡ଼ ଡିଷ୍ଟ୍ରିକ୍ଟରେ ମଧ୍ୟ ଟୋଟାଲ୍ କେତୋଟି ପୋଷ୍ଟ ଆସିଛି ନା ଦେଖନ୍ତୁ ନୟାଗଡ଼ ଡିଷ୍ଟ୍ରିକ୍ଟରେ 36ଟି ପୋଷ୍ଟ ଅଛି, ଏଟା ମେନ୍ସନ୍ କରାଯାଇଛି। କେଉଁ କେଉଁ ରହିଛି ନା ରଣପୁର ଥାନାରେ ଅଛି, ନୂଆଗାଁ ଥାନାରେ 4ଟି ପୋଷ୍ଟ ଅଛି। ସେଇ ଅନୁସାରେ ଆପଣ ଦେଖିନେବେ। ଲେଖିଦେଇଛି ପୁରୁଷ ଗୃହରକ୍ଷୀ ଆଉ ମହିଳାମାନଙ୍କ ପାଇଁ ମଧ୍ୟ ପୋଷ୍ଟ ଅଛି। ନୟାଗଡ଼ ଥାନାରେ ଅଛି 2ଟି ଏବଂ ମହିଳା ଗୃହରକ୍ଷୀ ପାଇଁ ଅଛି ଗୋଟାଏ। ଖଣ୍ଡପଡ଼ା ଥାନାରେ 2ଟି ଏବଂ ଫତେଗଡ଼ ଥାନାରେ ଅଛି 5ଟି, ଗଣିଆ ଥାନାରେ ଅଛି 4ଟି। ଆପଣ ସେଇ ଅନୁସାରେ ଦେଖିକି ଆପ୍ଲାଏ କରିବେ। ଦଶପଲ୍ଲା ଥାନାରେ ଅଛି 4ଟି ହୋମଗାର୍ଡ଼ ପୋଷ୍ଟ ପାଇଁ ଆସିଛି। ତାପରେ ଶରଣକୂଳ ଥାନାରେ ଅଛି 5ଟି, ଓଡ଼ାଙ୍ଗ ଥାନାରେ 4ଟି, ନୂଆଗାଁ ଥାନା 4ଟି, ରଣପୁର ଥାନା 6ଟି। ଟୋଟାଲ୍ କେତୋଟି ପୋଷ୍ଟ ଅଛି ନା ଟୋଟାଲ୍ ସମୁଦାୟ ଉପରେ 36ଟି ପୋଷ୍ଟ ଆସିଛି। ଦେଖିଲେ ପୁରୀରେ ଆସିଥିଲା 50ଟି ପୋଷ୍ଟ, ତାପରେ କଳାହାଣ୍ଡିରେ ଆସିଥିଲା ପ୍ରାୟତଃ 45 କି 40 ସମଥିଙ୍ଗ ପୋଷ୍ଟ ଆସିଥିଲା। ତାପରେ ବର୍ତ୍ତମାନ ବାଲେଶ୍ୱର ସବୁଠୁ ହାଏଷ୍ଟ ପୋଷ୍ଟ ବାଲେଶ୍ୱରରେ ଆସିଛି 167 ପ୍ଲସ୍ 167 ପ୍ଲସ୍ ପୋଷ୍ଟ ଆସିଛି। ତାପରେ ଏବେ ଦେଖିଲେ ଏଇ କି ଆମର ନୟାଗଡ଼ରେ ଆସିଛି କେତେ? ନୟାଗଡ଼ରେ ଆସିଛି 36ଟି ପୋଷ୍ଟ। ତେଣୁ ଦେଖିବା ରାଉରକେଲାରେ ଯେଉଁଟା ଆସିଛି କେତେ ପୋଷ୍ଟ ଆସିଛି ନା ଦେଖନ୍ତୁ। ଯେଉଁ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ ଯେଉଁଟା ଅଛି ରାଉରକେଲାରେ, ଦେଖିବା ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ କେତୋଟି ପୋଷ୍ଟ ଆସିଛି। ଦେଖନ୍ତୁ ତଳକୁ ସ୍କ୍ରୋଲ୍ କରିବେ। ରାଉରକେଲା ପାଇଁ ମଧ୍ୟ ଏଠାରେ ମେନ୍ସନ୍ କରାଯାଇଥିଲା କେତୋଟି ପୋଷ୍ଟ, ସେମିତି ଦେଖିନେବେ। ଦେଖିଲେ ପ୍ରାୟ ଏତିକି ଡିଷ୍ଟ୍ରିକ୍ଟ ସୁନ୍ଦରଗଡ଼ ବା ରାଉରକେଲାରେ ପାଇଲେ ପୋଷ୍ଟ ପାଇଲେ ଆମେ। ଗୃହରକ୍ଷୀ ପାଇଲେ କି ହୋମଗାର୍ଡ଼ ପାଇଲେ, ପୁରୀରେ ପାଇଲେ, ନୟାଗଡ଼ରେ ପାଇଲେ, କଳାହାଣ୍ଡିରେ ପାଇଲେ, ତାପରେ ବାଲେଶ୍ୱରରେ ଟୋଟାଲ୍ 6ଟି ଡିଷ୍ଟ୍ରିକ୍ଟରେ ହିଁ ପୋଷ୍ଟ ଆସିଛି। ତ ଆପଣମାନେ ସେଇ ଅନୁସାରେ ପ୍ରିପାରେସନ୍ ହେଇଯାଆନ୍ତୁ। କାରଣ ମୁଁ ପୂର୍ବ ଭିଡ଼ିଓ ଡେସ୍କ୍ରିପସନ୍ରେ ଲିଙ୍କ୍ ଦେଇଦେଇଛି, ଦେଖିନେବେ କି କେତେ ହାଇଟ୍ ମାଗୁଥିଲା, ୱେଟ୍ କେତେ ମାଗୁଛି, କ'ଣ ମାନେ ଏକ୍ଜାମ୍ଟା ଯେଉଁ ରହିବ ରିଟେନ୍ ଟେଷ୍ଟ ଫାଷ୍ଟ ହେବ, କେଉଁଠୁ କ'ଣ କୋଶ୍ଚିନ୍ ଆସିବ, ପୁରା ପ୍ରୋସେସ୍ ମୁଁ ଆପଣଙ୍କୁ ବତେଇ ଦେଇଯିବ ପୂର୍ବ ଭିଡ଼ିଓରେ। ସାଥେ ଦେଖିନେବେ। ଥ୍ୟାଙ୍କ୍ସ ଫର୍ ୱାଚିଂ।